ତଦନ୍ତ ରିପୋର୍ଟ ଚୋରି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିରବତା ସନ୍ଦେହ ଅଧିକ ବଢ଼ାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଥାନାରେ ଏତଲ ଦେଇ ସାରିଲେଣି। ଏହା ପରେ ବି ନବୀନ ପଟ୍ଟନାୟକ ପାଟି ଖୋଲୁନାହାନ୍ତି। ଏହି ଘଟଣା ପଛରେ ପ୍ରକୃତରେ ନବୀନଙ୍କ ହାତ ଥିବା କଥା ଏବେ ବିଜେପି ନେତାମାନେ କହୁଛନ୍ତି। ଏଥର ରାଜ୍ୟରେ ହେବ ସ୍ୱାଭାବିକ ବର୍ଷା। ଏଲନିକୁ ନେଇ ବିଚଳିତ ନ ହେବାକୁ ଚାଷୀଙ୍କୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ, ଏଲନିର ପ୍ରଭାବକୁ ନେଇ ବିଚଳିତ ହୁଅନ୍ତୁ ନାହିଁ। କମ୍ ବର୍ଷା ହେଲେ ସରକାରଙ୍କ ପ୍ଲାନ୍ 2 ଓ 3 ପ୍ରସ୍ତୁତ ଅଛି। ଆମେ ବିଭିନ୍ନ ବିଭାଗ ସହ ଆଲୋଚନା ଆରମ୍ଭ କରୁଛୁ। ଭାରତ ପାଇଁ ସବୁଠାରୁ ଶତ୍ରୁ ସାଜିଛି ଆମେରିକା। 3 ଦିନରେ 3000 ହମଲା। ଭାରତ ଲାଗି ତୈଳ ଓ ଗ୍ୟାସ୍ ଧରି ଆସୁଥିବା ଜାହାଜ ଉପରକୁ ବାରମ୍ବାର ଟାର୍ଗେଟ୍। ଓମାନ ଉପକୂଳ ନିକଟରେ ଭାରତୀୟ କ୍ରୁ ଥିବା ଆଉ ଏକ ଜାହାଜ ଉପରେ ହେଲ୍ପ ଫାୟର ମିସାଇଲ ମାଡ଼ କରିଛି ଆମେରିକା। ଆକ୍ରମଣ ପରେ ଜାହାଜ ଏମ୍ଟି ଜୋଲିର ନିଆଁ ଲାଗିଯାଇଥିଲା। ନୂଆଦିଲ୍ଲୀରେ ଶୁକ୍ରବାର ଇଣ୍ଡିଆନ୍ ରେଲୱେର ବରିଷ୍ଠ ଅଧିକାରୀମାନଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ନିଯୁକ୍ତି ବୋର୍ଡ ଆର୍ଆର୍ବିର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ରେଳମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସଠିକ୍ କରିବା ଏବଂ ପ୍ରଯୁକ୍ତିବିଦ୍ୟା ଟେକ୍ନୋଲୋଜି ଆଧାରିତ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଶନିବାର ଆସାମରେ ଜାରହାଟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ 5 ଜଣ ବାୟୁସେନା କର୍ମଚାରୀ ପ୍ରାଣ ହରାଇଛନ୍ତି। ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କୋ-ପାଇଲଟ ଅଳ୍ପକେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଅଘଟଣାରେ କୋର୍ଟ ଅଫ୍ ଇନକ୍ୱାରି ଜାରି କରାଯାଇଛନ୍ତି। ବାୟୁସେନା ରାଜ୍ୟରେ ଅନେକ ସ୍ଥାନରେ ବେଆଇନ ଭାବେ ଗୁଟ୍ଖା କାରଖାନା ପରିଚାଳିତ ହେଉଛି। ପ୍ରଶାସନ ନଜରରେ କିଛି ଧରାପଡ଼ିଛି, କିନ୍ତୁ ଅନେକ ସ୍ଥାନରେ ଏହା ପ୍ରଶାସନରେ ଦୃଷ୍ଟି ପଡ଼ୁନାହିଁ। ବିନା ଅନୁମତିରେ ଗୁଟ୍ଖା କାରଖାନା ପରିଚାଳିତ ହେଉଛି। ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ କୁଞ୍ଜଙ୍ଗ ପୋଲିସ ବେଆଇନ ଭାବେ ପରିଚାଳିତ ଗୁଟ୍ଖା କାରଖାନା ଠାବ କରିଛି। ଆସନ୍ତା 19-20 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟାପକ ପ୍ରସ୍ତୁତି ଆରମ୍ଭ। ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି। ସେ କହିଛନ୍ତି ଯେ ରାଷ୍ଟ୍ରର ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ 150 ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ।